ଦହିରେ କ'ଣ ମିଶାଇ ଖାଇଲେ ମଣିଷର ଉଚ୍ଚତା ବଢ଼ିଥାଏ? ଅପସନ୍ ଏ ଚୂନ, ଅପସନ୍ ବି ଗୁଡ଼, ଅପସନ୍ ସି ଲୁଣ, ଅପସନ୍ ଡି ଲବଙ୍ଗ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏ ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ଚୂନ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ସବୁଦିନ ଲେମ୍ବୁ ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ମୁଣ୍ଡ ବ୍ୟଥା, ଅପସନ୍ ବି ମୋଟାପଣ, ଅପସନ୍ ସି ପେଟ ଯନ୍ତ୍ରଣା, ଅପସନ୍ ଡି ହାର୍ଟ ସମସ୍ୟା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏ ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ବି ମୋଟାପଣ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। କେଉଁ ଫଳର ରସ ପିଇଲେ ହାର୍ଟ ଆଟାକ୍ ହେବାର ଆଶଙ୍କା କମିଯାଏ? ଅପସନ୍ ଏ ଡାଳିମ୍ବ, ଅପସନ୍ ବି କଦଳୀ, ଅପସନ୍ ସି ତରଭୁଜ, ଅପସନ୍ ଡି ଅମୃତଭଣ୍ଡା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏ ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ଡାଳିମ୍ବ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ଭାରତର କେଉଁ ରାଜ୍ୟର ଲୋକମାନେ ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି? ଅପସନ୍ ଏ ପଞ୍ଜାବ, ଅପସନ୍ ବି ଓଡ଼ିଶା, ଅପସନ୍ ସି କେରଳ, ଅପସନ୍ ଡି ରାଜସ୍ଥାନ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏ ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି କେରଳ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ବାଡ଼ିରେ ଆମ୍ବ ଗଛ ଥିଲେ ଘରକୁ କ'ଣ ଆସିଥାଏ? ଅପସନ୍ ଏ ଧନ, ଅପସନ୍ ବି ଖୁସି, ଅପସନ୍ ସି ସାପ, ଅପସନ୍ ଡି ବିପଦ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏ ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ସାପ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, କାରଣ ସବୁଦିନ ନୂଆ ନୂଆ ଭିଡ଼ିଓ ଆପଣଙ୍କୁ ଦେଖିବାକୁ ମିଳିବ।